ବହୁତ ଦିନ ତଳର କଥା। ହରିଣ ଓ କୁମ୍ଭୀର ଦୁଇ ଜଣ ଭାରି ଭଲ ସାଙ୍ଗ ଥିଲେ। ସେମାନେ ସବୁଦିନ ପୋଖରୀରେ ଦେଖା କରନ୍ତି ଓ ଘଣ୍ଟା ଘଣ୍ଟା ଗପନ୍ତି। ତାପରେ ନିଜ ନିଜ ଘରକୁ ଚାଲିଯାଆନ୍ତି। ଆଉ ସେଇ ଜଙ୍ଗଲରେ ରହୁଥିଲେ ସିଂହ ମହାରାଜ ଓ ଶିଆଳ। ସିଂହ ଜଙ୍ଗଲରେ ରାଜା ଥିଲେ, ଆଉ ଚାଲାକ ଶିଆଳଟି ଜାଣି ଶୁଣି ତାଙ୍କ ସାଙ୍ଗରେ ଥିଲା। ଯେତେବେଳେ ସିଂହ ଶିକାର କରୁଥିଲେ, ସେତେବେଳେ ଶିଆଳ ତାଙ୍କ ପାଖରେ ରହି ଆରାମରେ ଖାଦ୍ୟ ଖାଇଦଉଥିଲା। ଗୋଟିଏ ଦିନର କଥା, ଦୁଇ ଜଣ ସାଙ୍ଗ ହୋଇ ଶିକାର କରିବା ପାଇଁ ବାହାରିଲେ। ସେ ଦୁଇ ଜଣ ଜଙ୍ଗଲ ସାରା ବୁଲି ବୁଲି ଥକି ଗଲେ, ହେଲେ ଗୋଟିଏ ବି ଶିକାର ପାଇଲେ ନାହିଁ। ଆଉ ସେମାନେ ଥକି ଯାଇ ଶେଷରେ ନିଜ ଘରକୁ ଫେରି ଆସିଲେ। ଆରେ ଶିଆଳ, ଆଜି ଗୋଟେ ବି ଶିକାର ମିଳିଲାନି। ଆଜି ଖାଲି ପେଟରେ ଶୋଇବାକୁ ପଡିବ। ଆଉ ଯଦି କାଲି ବି ସେଇଭଳି ହୁଏ, ତାହେଲେ ଭୋକରେ ତ ମୁଁ ମରିଯିବି। କେଜାଣେ ଜଙ୍ଗଲର ପଶୁ ସବୁ କୁଆଡେ ଯାଇଛନ୍ତି, ଗୋଟିଏ ବି ଶିକାର ମିଳୁନି। ମହାରାଜ, କୋଉ ପଶୁ କୁଆଡେ ବି ଯାଇନାହାନ୍ତି। ସମସ୍ତେ ଏଇ ଜଙ୍ଗଲରେ ଅଛନ୍ତି। ଆଉ ସମସ୍ତେ ଗୋଟେ ପ୍ଲାନ କରିଛନ୍ତି କି ଯେତେବେଳେ ସିଂହ ମହାରାଜ ଶିକାର କରିବା ପାଇଁ ଆସିବେ, ଆମେ ସବୁ ଲୁଚିଯିବା ଆଉ ତାଙ୍କୁ ଯେମିତି କେହି ବି ଶିକାର ନ ମିଳିବେ। ଆରେ ମୂର୍ଖ ଶିଆଳ, ତୁ ଏକଥା ମତେ ଆଗରୁ କାହିଁକି କହିଲୁନୁ? ଏକଥା ଯଦି ତୁ ମତେ ଆଗରୁ କହିଥାନ୍ତୁ, ତାହେଲେ ଏମିତି ଉପାସରେ ମତେ ରହିବାକୁ ପଡିନଥାନ୍ତା। ମହାରାଜ, ମୁଁ ତ କହିଥାନ୍ତି ଆପଣଙ୍କୁ, ହେଲେ ବାସ୍, ଏବେ ଥାଉ, ଆଉ କିଛି କହନି। ଏବେ ସକାଳ ହବାକୁ ଅପେକ୍ଷା କର। ଯେମିତି ସକାଳ ହବ, ଆମେ ସେମିତି ଶିକାର କରିବା ପାଇଁ ବାହାରି ଯିବା। ବୁଝିପାରିଲୁ ତ? ତା ପରଦିନ ସକାଳ ଯେମିତି ହେଇଛି, ସିଂହ ଓ ଶିଆଳ ଶିକାର କରିବା ପାଇଁ ବାହାରି ଗଲେ। ଆଜି ବି ସେମାନଙ୍କୁ କିଛି ଶିକାର ମିଳିଲାନି। ସେମାନେ ନଦୀ ପାଖକୁ ଗଲେ। ସିଂହ ଭାବିଲା, ନଦୀ ପାଖକୁ ପାଣି ପିଇବା ପାଇଁ ପଶୁମାନେ ଆସିବେ, ଆଉ ସେଇ ଶିକାର କରିନବ। ଏଇଆ ଭାବି ସେ ନଦୀ ପାଖରେ ଅପେକ୍ଷା କରିଲା। ସିଂହ ଓ ଶିଆଳ ଏମିତି ବହୁତ ସମୟ ଅପେକ୍ଷା କଲେ, ହେଲେ କେହି ବି ପଶୁ ସେମାନଙ୍କୁ ଦେଖାଗଲେନି। ହେ ଶିଆଳ, ଆଜି କଣ କେହି ପଶୁ ଦେଖା ଯାଉନାହାନ୍ତି? କୁଆଡେ ସବୁ ପଳେଇଲେ? ଯା, ଶୀଘ୍ର ଯାଇ ଗୋଟେ ଶିକାର ଖୋଜିକି ଆଣେ। ମତେ ଆଜି ବହୁତ ଭୋକ ହଉଛି। ଯଦି ଶିକାର ନ ମିଳିବ, ତାହେଲେ ମୁଁ ଆଜି ତତେ ହିଁ ଖାଇଦେବି। ଆଉ ଟିକିଏ ଅପେକ୍ଷା କରନ୍ତୁ ମହାରାଜ, ପଶୁମାନେ ନିଶ୍ଚିତ ପାଣି ପିଇବା ପାଇଁ ଆସିବେ। ସିଂହ ଆଉ ଶିଆଳ ଏମିତି ଅପେକ୍ଷା କରି କରି ଥକିଗଲେ, ହେଲେ କେହି ବି ଗୋଟିଏ ପଶୁ ଆସିଲେ ନାହିଁ। ସନ୍ଧ୍ୟା ହେଇଯିବାରୁ ସେମାନେ ଗୁମ୍ଫାକୁ ପଳେଇ ଆସିଲେ। ଗୁମ୍ଫାକୁ ଆସି ସିଂହ ଭାରି ଚିନ୍ତାରେ ପଡିଯାଇଥିଲା, ଆଉ ଶିଆଳକୁ ଗାଳି ଦେବାରେ ଲାଗିଥିଲା। ଶିଆଳ ବି କହୁଥିଲା କି ସେ କଣ କରିପାରିବ ବୋଲି। ଏବେ ସିଂହ ବୁଝି ଯାଇଥିଲା କି ଯଦି ଏମିତି ଚାଲିବ, ତାହେଲେ ବହୁତ ଶୀଘ୍ର ସେ ମରିଯିବ ବୋଲି। 2 ଦିନରୁ ସିଂହ ଖାଇ ନଥିବାରୁ ସେ ଭାରି ଦୁର୍ବଳ ହେଇଯାଇଥିଲା। ତା ପରଦିନ ସିଂହ ଓ ଶିଆଳ ପୁଣି ଥରେ ଶିକାର ଖୋଜିବା ପାଇଁ ବାହାରି ପଡିଲେ। ଜଙ୍ଗଲରେ ସେମାନେ କିଛି ବାଟ ଗଲା ପରେ ଦେଖିଲେ ଗୋଟିଏ ହରିଣଟିଏ ଚରୁଥିଲା। ସିଂହ ଭାବିଲା, ଏତେ ଦିନ ପରେ ଗୋଟେ ଶିକାର ମିଳିଛି। ସେ ହରିଣ ହଉ ପଛକେ ଚଳିବ, ହେଲେ ସିଂହଟି ହରିଣକୁ ଶିକାର କରିବା ପରିସ୍ଥିତିରେ ନଥିଲା। ସେ ନ ଖାଇ ନ ପିଇ ଭାରି ଦୁର୍ବଳ ହେଇଯାଇଥିଲା। ତାପରେ ସିଂହ ଓ ବିଲୁଆ ମିଶି ଗୋଟିଏ ଯୋଜନା ତିଆରି କଲେ। ବଞ୍ଚାଅ, କିଏ କୋଉଠି ଅଛ? ବଞ୍ଚାଅ, ମରିଗଲି। ଲାଗୁଛି କିଏ ବୋଧେ ହଇରାଣ ହଉଛି, ଏତେ ଜୋରେ ଡାକୁଛି, ଯାଇକି ଦେଖେ। ହରିଣଟି ଯାଇ ଦେଖିଲା, ଶିଆଳ ଉପରେ କାଠ ଖଣ୍ଡେ ପଡିଥିଲା। ହରିଣ ସେ କାଠକୁ ଫୋପାଡ଼ି ଦେଲା।
ଆଜି ଠିକ ଟାଇମରେ ନ ଆସିଥାନ୍ତୁ ତାହେଲେ ମୁଁ ବଞ୍ଚି ନଥାନ୍ତି। ଠିକ ଅଛି, ଏଇଟା ତ ବଡ କାମ ଥିଲା। କିନ୍ତୁ ଶିଆଳ, ମୁଁ ତ ତତେ ଜଙ୍ଗଲରେ କେବେ ବି ଆଗରୁ ଦେଖିନି। ତୁ ବୋଧେ ଜଙ୍ଗଲର ନୁହଁ। ତା ଛଡା ଏଇ ଗଛ ଡାଳ ତୋ ଉପରେ କେମିତି ପଡିଲା? ମୁଁ ଏ ଜଙ୍ଗଲର ନୁହଁ, ମୁଁ ପାଖ ଜଙ୍ଗଲରୁ ଆସିଛି। ଚାଲି ଚାଲି ଥକି ଯାଇଥିବାରୁ ମୁଁ ଏଇଠି ଟିକେ ଆରାମ କରୁଥିଲି। ଆଉ ସେତିକି ବେଳେ ଗଛର ଡାଳ ମୋ ଉପରେ ପଡିଗଲା। ଆଉ ତମେ ଆସି ମତେ ରକ୍ଷା କଲ। ତମକୁ ବହୁତ ବହୁତ ଧନ୍ୟବାଦ। ଯଦି ତମେ ଖରାପ ନ ଭାବିବ, ମୁଁ ତମକୁ ଗୋଟେ କଥା କହିବି ଗାଈ। ହଁ ହଁ, କହୁନ, କୋଉ କଥା କହିବ? ଆଜି ତମେ ମୋ ଜୀବନ ବଞ୍ଚେଇଛ, ସେଥିପାଇଁ ମୁଁ ତମକୁ କିଛି ଖାଇବାକୁ ଦବା ପାଇଁ ଚାହୁଁଛି। ଚାଲ ମୋ ସହିତ ମୋ ଘରକୁ ଚାଲ। ମନା କରିବନି, ଚାଲ ମୋ ସହିତ। ନା ନା ଶିଆଳ, ମୁଁ ତମ ସାଙ୍ଗେ ଯାଇପାରିବିନି। ମତେ ଘରେ ସମସ୍ତେ ଅପେକ୍ଷା କରିଛନ୍ତି। ମତେ ଘରକୁ ଯିବାକୁ ହବ। ମୁଁ ସେମାନଙ୍କ ପାଇଁ ଖାଦ୍ୟ ସଂଗ୍ରହ କରି ନବା ପାଇଁ ଆସିଥିଲି। ଆରେ ଏଇ ପାଖରେ ତ ମୋ ଘର, ଚାଲ ସେଠିକି। ମୋ ଘରେ ବି କିଛି ଫଳ ଅଛି, ତମେ ତମ ଘର ଲୋକଙ୍କ ପାଇଁ ସେଠୁ ନେଇଯିବ। ହରିଣଟି ଶିଆଳର କଥାକୁ କାଟି ପାରିଲାନି। ଶିଆଳ ବାରମ୍ବାର ତାକୁ ବାଧ୍ୟ କରିବାରୁ ହରିଣ ଶିଆଳ ସାଙ୍ଗରେ ଗଲା ତା ଘରକୁ। ତାପରେ ସାଙ୍ଗ ହୋଇ ଦି ଜଣ ଚାଲିଲେ। ହରିଣ ଶିଆଳର ଚାଲାକି ବିଲକୁଲ ବୁଝି ପାରିଲାନି। କିଛି ବାଟ ଗଲା ପରେ ଶିଆଳଟି ଠିଆ ହେଇଗଲା। ହରିଣଟି ବି ତା ପଛରେ ଠିଆ ହେଇଗଲା। ଠିକ ସେତିକି ବେଳେ ଗଛ ଉପରୁ ଜାଲଟିଏ ଆସି ହରିଣ ଉପରେ ପଡିଲା। ହରିଣଟି ସେ ଜାଲରେ ବାନ୍ଧି ହେଇଗଲା। ହରିଣଟି ସେ ଜାଲରୁ ବାହାରିବା ପାଇଁ ବହୁତ ଚେଷ୍ଟା କଲା, ହେଲେ ବାହାରି ପାରିଲାନି। ଶିଆଳକୁ କହିଲା, ଆରେ ଶିଆଳ, ମୁଁ ଜାଲରେ ଫସିଗଲି। ମତେ ବାହାର କର ଶୀଘ୍ର ଏଇ ଜାଲରୁ। ମୁଁ ଏଠି ଅଣନିଶ୍ୱାସୀ ହେଇଯାଉଛି। ମତେ ଜଲ୍ଦି ବାହାର କର। ଆରେ ମୂର୍ଖ ହରିଣ, ତୁ ତ ମୋ ଜାଲରେ ଫସିଗଲୁ। ମୁଁ ହିଁ ତତେ ଏଠି ରଖିଛି। ତୁ ହଉଛୁ ମୋ ମହାରାଜଙ୍କର ଶିକାର। ମହାରାଜ 2 ଦିନ ହେଲାଣି କିଛି ବି ଖାଇନାହାନ୍ତି, ଆଉ ଆଜି ସେ ତୋର ଶିକାର କରି ଖାଇବେ। ଆରେ ବଦମାସ ଶିଆଳ, ମୁଁ ତତେ ବଞ୍ଚେଇଲି। ତୋ ହଇରାଣରେ ମୁଁ ତତେ ସାହାଯ୍ୟ କଲି, ଆଉ ତୁ ମତେ ଏଇଆ ଉପହାର ଦେଲୁ। ମୁଁ ତୋ କଥାକୁ ବିଶ୍ୱାସ କରି ବହୁତ ବଡ ଭୁଲ କରିଛି। ମୁଁ ତତେ କେବେ ବି ଛାଡିବିନି। ଠିକ ସେତିକି ବେଳେ ସିଂହ ଆସି ସେଠି ପହଞ୍ଚିଗଲା। ଆଉ ସେ ଗାଈକୁ ଦେଖି କହିଲା, ଆରେ ରେ ରେ, କଣ ପାଇଁ ଏତେ ଜୋରେ ପାଟିଗୋଳ ଚାଲିଛି ଏଠି? ମୁଁ କରିବାକୁ ଥିବା ଶିକାରର ମନରେ କଣ ଚାଲିଛି କହିଲୁ ଟିକେ, ମୁଁ ଶୁଣେ। ହରିଣଟିର ଭାରି ମନ ଦୁଃଖ ହେଲା। ସେ ମନେ ମନେ ଭାବିଲା, ସେ ଯଦି ଶିଆଳର କଥାରେ ପଡି ନଥାନ୍ତା ତାହେଲେ ଆଜି ତା ଜୀବନ ବଞ୍ଚି ଯାଇଥାନ୍ତା। ହରିଣଟି ଭାରି ଚାଲାକ ଥିଲା। ସେ କିଛି ସମୟ ଚିନ୍ତା କରି କହିଲା, ଆରେ ସିଂହ ମହାରାଜ, ଆପଣ ମୋ ଶିକାର କରିବେ, ଇଏ ତ ମୋ ପାଇଁ ବଡ ଭାଗ୍ୟର କଥା। ମୁଁ ଭାବିଲି ଏ ଶିଆଳଟି ମତେ ଶିକାର କରିବ ବୋଲି, ସେଇଥିପାଇଁ ମୁଁ ମନ ଦୁଃଖ କରୁଥିଲି। ଆପଣଙ୍କ ଭଳି ଦୟାଳୁ ରାଜା ଏ ଜଙ୍ଗଲରେ ନାହିଁ। ଆପଣ ଯଦି ଶିକାର କରିବା କଥା କରନ୍ତୁ, ମୁଁ ଏଥିରେ କୌଣସି ବାଧା ଦେବିନି। ମୁଁ ବହୁତ ଖୁସି ହେବି। ହରିଣଟିର କଥା ଶୁଣି ସିଂହ ମହାରାଜ ମନେ ମନେ ଭାରି ଖୁସି ହେଇଗଲେ। ଆଉ ସେ କହିଲା, ସତରେ ମୁଁ ଭାରି ଖୁସି ହେଇଗଲି ହରିଣ। ତୁ କହ, ମରିବା ପୂର୍ବରୁ କଣ ଚାହୁଁଛୁ? ମୁଁ ତୋର ଗୋଟିଏ ଇଚ୍ଛା ନିଶ୍ଚିତ ପୂରା କରିବି। ମହାରାଜ, ମୋର ଶେଷ ଇଚ୍ଛା କିଛି ବି ନାହିଁ। ମୁଁ ତ ତମ ହାତରେ ମରିବା ପାଇଁ ପ୍ରସ୍ତୁତ ହେଇସାରିଲିଣି। ଏଥର ତମେ ମତେ ନିଜର ଶିକାର କରିପାର। କିନ୍ତୁ ମତେ ଭାରି ଶୋଷ ଲାଗିଲାଣି। ଯଦି ମରିବା ପୂର୍ବରୁ ମୁଁ ଟିକେ ପାଣି ପିଇ ଦେଇଥାନ୍ତି ତାହେଲେ ମୁଁ ଖୁସିରେ ମରିଥାନ୍ତି। ଓଃ, ଏଇ କଥା। ଠିକ ଅଛି, ତାହେଲେ ନଦୀ ପାଖକୁ ଚାଲ, ଆଉ ମନ ଖୁସି କରି ପାଣି ପିଇବୁ। ଶୁଣ ହରିଣ, ମୁଁ ତୋ କଥା ଶୁଣି ଭାରି ଖୁସି, କିନ୍ତୁ କଣ କରିବି? ମୁଁ ଯଦି 3 ଦିନ ହେଲା ଉପାସ ନଥାନ୍ତି ତାହେଲେ ତତେ କେବେ ବି ମାରି ନଥାନ୍ତି। କିନ୍ତୁ କଣ କରିବି କହ? ମୁଁ ତତେ ଛାଡିବି ତ ପାରିବିନି ନା। ତାପରେ 3 ଜଣ ଯାକେ ମିଶି ନଦୀ କୂଳକୁ ଗଲେ।
ସେଠି ପହଞ୍ଚି ହରିଣ ଯେତେବେଳେ ପାଣି ପିଇବା ପାଇଁ ଆଗକୁ ଗଲା, ଏହା ଦେଖି ସିଂହଟି ରାଗରେ ହରିଣକୁ କହିଲା, ଆରେ ଏଇ ମୂର୍ଖ ଭାଇ, ତୋର ଏତେ ସାହସ? ତୋ ପାଖରେ ଜଙ୍ଗଲର ରାଜା ସିଂହ ଠିଆ ହେଇଛି, ଆଉ ତୁ ଆଗେ ଆଗେ ଚାଲିଲୁ ପାଣି ପିଇବା ପାଇଁ? ତୋର ଏତେ ବଡ ସାହସ କେମିତି ହେଲା? ତୁ ଯୋଉ ପାଣିକି ଅଇଁଠା କରିବୁ, ସେଇ ପାଣି କଣ ମହାରାଜା ପିଇବେ? ତୁ ରହ, ମୁଁ ଆଗ ପାଣି ପିଇବି, ତାପରେ ଯାଇ ତୁ ପାଣି ପିଇବୁ। ଠିକ ଅଛି ମହାରାଜ, ଆପଣ ଆଗେ ପାଣି ପିଅନ୍ତୁ। ମୋର ବହୁତ ବଡ ଭୁଲ ହେଇଗଲା, ମତେ କ୍ଷମା କରିଦିଅ। ମତେ ଏତେ ଜୋରେ ଶୋଷ ହେଉଥିଲା ଯେ ମୁଁ ଭୁଲିଗଲି। ମୋ ସହିତ ମହାରାଜ ଅଛନ୍ତି ବୋଲି। ଯାଆନ୍ତୁ ମହାରାଜ, ଆପଣ ପ୍ରଥମେ ପାଣି ପିଅନ୍ତୁ, ତାପରେ ମୁଁ ପିଇବି। ତାପରେ ସିଂହ ନଦୀ ପାଖକୁ ଗଲା ଓ ପାଣି ପିଇଲା। ପାଣି ପିଇ ପଳେଇ ଆସିଲା। ଆଉ ଗାଈକୁ କହିଲା, ହେ ଗାଈ, ଜଲଦି ଯା, ଯାଇକି ଶୀଘ୍ର ପାଣି ପିଇକି ଆସେ, ଆଉ ସମୟ ନଷ୍ଟ କରନା। ମତେ ବହୁତ ଜୋରେ ଭୋକ ହେଲାଣି, ମୁଁ ଆଉ ଅପେକ୍ଷା କରିପାରିବିନି। ଶୀଘ୍ର ପାଣି ପିଇକି ଆସେ। ସିଂହର କଥା ଶୁଣି ହରିଣଟି କିଛି ସମୟ ଠିଆ ହୋଇଗଲା ଓ ବଡ ପାଟିରେ ଚିତ୍କାର କରି ଡାକିବାକୁ ଲାଗିଲା, ସାଙ୍ଗ, କୋଉଠି ଅଛୁ? ଶୀଘ୍ର ଆଇ, ମୁଁ ଭାରି ହଇରାଣରେ ଅଛି, ମତେ ଶୀଘ୍ର ରକ୍ଷା କର, ଜଲଦି ଆ ସାଙ୍ଗ। ହରିଣଟିର କଥା ଶୁଣି ସିଂହ ଓ ଶିଆଳ ଭାରି ଆଶ୍ଚର୍ଯ୍ୟ ହୋଇଗଲେ ଓ କଥା ହବାକୁ ଲାଗିଲେ କି, ଆରେ ଗାଈ ପାଣି ନ ପିଇ ଏମିତି କଣ କହୁଛି? ଲାଗୁଛି ତା ମୁଣ୍ଡ ଖରାପ ହେଇଗଲାଣି ଭୟରେ, ସେଥିପାଇଁ ସେ ଆଡୁ ସାଡୁ ଗପୁଛି। ଠିକ ସେତିକି ବେଳେ ପାଣିରୁ କୁମ୍ଭୀରଟିଏ ବାହାରି ଆସି ହରିଣ ପାଖରେ ଠିଆ ହୋଇଗଲା। କୁମ୍ଭୀରଟି ବହୁତ ବଡ ଥିଲା। ହରିଣଟି ସାଙ୍ଗେ ସାଙ୍ଗେ ଯାଇ କୁମ୍ଭୀର ପିଠିରେ ବସିଗଲା ଓ କୁମ୍ଭୀରଟି ଦୂରକୁ ଚାଲିଗଲା। ତାପରେ ହରିଣ କହିଲା, ଏବେ ହେଲା ତ, ମୋ ସାଙ୍ଗ ଆସିଗଲା। କେମିତି ମତେ ଆଉ ମାରି ଖାଇବ? ଖାଉଥା। ତମେ ଦି ଜଣ ବଦମାସ, ମତେ ମିଛ କହି ଶିକାର କରିବାକୁ ଆଣିଥିଲ ନା? ଏବେ ପାଣି ପିଇକି ଯା, ଗୁମ୍ଫାରେ ଶୋଇ ପଡିବ। ତାପରେ କୁମ୍ଭୀରଟି ହରିଣକୁ ନେଇ ନଦୀର ଆରପଟକୁ ଚାଲିଗଲା। ସିଂହ ଓ ଶିଆଳ ଏସବୁ ଠିଆ ହେଇ ଦେଖୁଥିଲେ, ହେଲେ କିଛି ବି କରିପାରିଲେନି। ହରିଣଟି ନିଜ ବୁଦ୍ଧି ଯୋଗୁ ରକ୍ଷା ପାଇଗଲା।